ଦୋଳ ପୂର୍ଣ୍ଣିମାରେ ଆମେ ଯାଇ ପହଞ୍ଚିଥିଲୁ ଗାଁରେ। ଯେତେବେଳେ ଆମେ ବର୍ଷକୁ ଥରେ ଦୋଳ ପୂର୍ଣ୍ଣିମା ଗାଁକୁ ଆସନା ଭାରି ମଜା ହୁଏ। ଆଉ ବହୁତ ସାଙ୍ଗସାଥିମାନେ ଦେଖା ହୁଅନ୍ତି। ସତରେ ଦୋଳ ପୂର୍ଣ୍ଣିମାରେ ଯେତେବେଳେ ଆମେ ଗାଁକୁ ଆସୁ ଯେତେ ମୋର ସ୍କୁଲ ସାଙ୍ଗ ସମସ୍ତେ ଦେଖା ହୁଅନ୍ତି ଆଉ ବହୁତ ଖୁସି ମଜା କରୁ। ତଥାପି ତା ଭିତରୁ ଆମେ 4 ଜଣ ହେଉଛୁ ସ୍ୱତନ୍ତ୍ର ନିଆରା। ଆମେ ଯେତେବେଳେ ବି ଯେଉଁଠି ବି ଦେଖା ହେଇଛୁ ନିହାତି ଗୋଟେ ଫିଷ୍ଟ କରିବା ପାଇଁ ଆୟୋଜନ କରୁ। ସେଥିପାଇଁ ମୁଁ ଯେତେବେଳେ ଗାଁରେ ପହଞ୍ଚିଥିଲି ଏଇ ସାଙ୍ଗସାଥିମାନଙ୍କୁ ନେଇ ଗୋଟେ ରୋଷେଇ କରିବି ବୋଲି ଭାବିଥିଲି। ସେଥିପାଇଁ ଆମେ 4 ଜଣ ପାଇଁ ପହଞ୍ଚିଥିଲୁ। ସୁନ୍ଦର ଫାର୍ମ ହାଉସ୍ ମୋର ଗୋଟେ ସାଙ୍ଗର ଗୋଟେ ଫାର୍ମ ହାଉସ୍ ଅଛି ସେ ଫାର୍ମ ହାଉସ୍ରେ ପହଞ୍ଚିଥିଲୁ। ଆମେ କହିଥିଲୁ ସାଙ୍ଗମାନେ ଚାଲ ଆଜି ପୁରା ରୋଷେଇବାସ କରିବା ଆଉ ମସ୍ତି କରିବା କାରଣ ଆଉ 2 ଦିନ ପରେ ମୁଁ ମଧ୍ୟ ବାହାରକୁ ଚାଲି ଆସିବି। ସେଥିପାଇଁ କି ଆମେ କରାଟ କଲିଜା ରୋଷେଇ କରିଥିଲୁ। ଆଉ କରାଟ କଲିଜା ଖାଇବା ଗୋଟେ ସ୍ୱତନ୍ତ୍ର ନିଆରା। ଯାହା ହଉ ବହୁତ ଭଲ ହେଇଥିଲା କରାଟ କଲିଜା ରୋଷେଇ। ସତରେ ସାଙ୍ଗମାନେ ଆମେ ଯେତେବେଳେ ଛୋଟ ଥିଲୁ ନା ସେତେବେଳେ ସମସ୍ତଙ୍କ ଘରୁ ଡାଲି ଚାଉଳ ଆଦାୟ କରିକି ଆମେ ରୋଷେଇବାସ କରୁଥିଲୁ ଫିଷ୍ଟ କରୁଥିଲୁ। ଅଣ୍ଡା ଫିଷ୍ଟ କରୁଥିଲୁ ସମସ୍ତଙ୍କର ଗୋଟେ ଗୋଟେ ଅଣ୍ଡା। ଆଜି ବି ସେ କଥା ମନେ ପଡ଼ିଯାଉଛି। ସେଇ ସାଙ୍ଗସାଥି ସେଇ ସବୁ ମସ୍ତି କିନ୍ତୁ ଆଜି ବି ମନେ ପଡ଼ିଯାଏ ଆମର ସେଇ ରୋଷେଇବାସ। ସେଇଆକୁ ମନେ ପକାଇ ଆମେ ଯେତେବେଳେ ରୋଷେଇବାସ କରିଥିଲୁ ବହୁତ ସୁନ୍ଦର ଭାବରେ ଆମ ରୋଷେଇବାସ ହେଇଥିଲା। ଆମେ ବହୁତ ଏନ୍ଜୟ କରି ଖାଇଥିଲୁ। ସାଙ୍ଗମାନେ ଯେତେବେଳେ ପାଖରେ ବସିଥିଲେ ମଜାମସ୍ତି ଟିକେ ନ କଲେ କେମିତି ହେବ। ତା ଭିତରେ ବି ବଳିଆର ଜଗରା ଟିକେ ଖୁବରା ଖୁବରି ହେଉଛନ୍ତି କାରଣ ସେ ହିସାବରେ କ'ଣ ଶଳା ଭିଣେଇ ହେବେ ବୋଲି ମୁଁ ଯାହା ଜାଣିଛି ସେଥିପାଇଁ ସେ ଟିକେ ଖୁବରା ଖୁବରି ହୁଅନ୍ତି। ତଥାପି ବହୁତ ସାଙ୍ଗସାଥିଙ୍କ ହିସାବରେ ସେ 2 ଜଣ ବହୁତ ଭଲ ଏବଂ ମଜାମସ୍ତି ବି ବହୁତ କରନ୍ତି। ଯାହା ବି ହେଉ ଆମ ଫିଷ୍ଟଟି ବହୁତ ଭଲ ହେଇଥିଲା ଏବଂ ବହୁତ ସୁନ୍ଦର ହେଇଥିଲା। ଆମେ ଏକାଠି ବସି ସମସ୍ତେ ସାଙ୍ଗ ହୋଇ ଖାଇଲୁ। ଯଦି ଆପଣମାନେ କେବେ କରାଟ କଲିଜା ରୋଷେଇ କରିଛନ୍ତି ସୋ ପ୍ଲିଜ୍ ଲାଇକ୍ କମେଣ୍ଟ ସେୟାର କରିବେ ଏବଂ ସବସ୍କ୍ରାଇବ୍ ବି କରିବେ। ହଁ ଟିକେ ଜବରଦସ୍ତ କମେଣ୍ଟ କରିବେ। ସୋ ପ୍ଲିଜ୍ ଆପଣମାନଙ୍କୁ ଆମ ଭୋଜିଟି କେମିତି ଲାଗିଲା ଦେଖନ୍ତୁ କେତେ ସୁନ୍ଦର ଆମମାନଙ୍କର ଭୋଜି। ଆମମାନଙ୍କ ଭୋଜି ଯଦି ଆପଣମାନଙ୍କୁ ଭଲ ଲାଗିଥିବ ବାପି ମାମା ଦୀକ୍ଷା ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ବାଏ ବାଏ।